जदि आपणଙ୍କୁ ଦେଖି କୌଣସି ମଣିଷ ଜଳୁଛି ଆଜ୍ଞା ତେବେ ତାକୁ ଆପଣ ଜଳିବାକୁ ଦିଅନ୍ତୁ। ଏକଥା ଆପଣ ବି ଜାଣିଛନ୍ତି, ଏକଥା ମୁଁ ବି ଜାଣିଛି କି ଜଳୁଥିବା ଜିନିଷ ଦିନେ ନା ଦିନେ ପାଉଁଶ ହୋଇଯାଏ। ଯେଉଁ ମଣିଷ ଅନ୍ୟମାନଙ୍କୁ ସମ୍ମାନ ଦେଇଥାଏ ପ୍ରକୃତରେ ସେ ହିଁ ତ ସମ୍ମାନର ଯୋଗ୍ୟ ହୋଇଥାଏ। କାହିଁକି ନା ଏକଥା ଆପଣ ବି ଜାଣିଛନ୍ତି, କୌଣସି ଲୋକ କାହାକୁ ସେ ଜିନିଷ ହିଁ ଦେଇପାରେ ଯାହା ତା ପାଖରେ ଥାଏ। ଆପଣଙ୍କ ପରିସ୍ଥିତିକୁ କେବେ ବି ଆପଣ ଏମିତି ହେବାକୁ ଦେବେନି କି ଆପଣଙ୍କର ସାହସ ଓ ମନୋବଳ ଭାଙ୍ଗିଯିବ। ବରଂ ଆପଣଙ୍କ ମନୋବଳ ଓ ସାହସକୁ ଏମିତି କିଛି କରନ୍ତୁ କି ସେ ପରିସ୍ଥିତି ଭାଙ୍ଗିଯିବ। କେହି ଜଣେ ମହାପୁରୁଷ ଗୋଟେ ସତ୍ୟବାଣୀ କହି ଯାଇଛନ୍ତି ବନ୍ଧୁ, ସେ ମଣିଷ କେବେ ବି ଆପଣଙ୍କର ମୂଲ୍ୟ ବୁଝିପାରିବ ନାହିଁ ଯେଉଁ ମଣିଷ ପାଖରେ ଆପଣ ସବୁବେଳେ ଉପସ୍ଥିତ ରହିବେ। କେବେ କେବେ କୌଣସି ସମ୍ପର୍କକୁ ଜୀବିତ ରଖିବା ପାଇଁ ସେ ସମ୍ପର୍କରୁ କିଛି ଦୂର ଚାଲିଯିବାକୁ ହୁଏ, ନହେଲେ ସେ ସମ୍ପର୍କ ଭାଙ୍ଗିଯାଏ। ଆପଣଙ୍କ ମନ ଓ ହୃଦୟରେ ଥିବା କଥାକୁ ସବୁବେଳେ ସଫା କରି କହିଦେବା ଆବଶ୍ୟକ। ୟା ତ ଆପଣଙ୍କୁ ତାର ସଫଳତା ମିଳିଯିବ, ନହେଲେ ବିଫଳତା ମିଳିଯିବ। ଯେଉଁ ଜିନିଷ ଆପଣଙ୍କର ପସନ୍ଦ ହୋଇଥାଏ ସେ ଜିନିଷ ଭିତରେ କେବେ ବି କୌଣସି ଭୁଲ ଆପଣ ଖୋଜନ୍ତି ନାହିଁ। ଆଉ ଯେଉଁ ଜିନିଷ ଆପଣଙ୍କର ପସନ୍ଦ ହୋଇନଥାଏ ସେ ଜିନିଷ କେତେ ବି ଭଲ ହେଲେ ବି ଆପଣଙ୍କୁ ଭଲ ଲାଗିନଥାଏ। କେବେ କେବେ ଆପଣଙ୍କ ଜୀବନରେ ଥିବା ସେଇ ଲୋକଟି ଆପଣଙ୍କରୁ କନ୍ଦେଇ କରି ଛାଡ଼ିଦିଏ ଆଜ୍ଞା, ଯେଉଁ ଲୋକର ଖୁସି ପାଇଁ ଦିନେ ଆପଣ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ। ରାସ୍ତାରେ ଚାଲି ଯାଉଥିବା ସମୟରେ ଝୁଣ୍ଟିବାର ଏହା ଅର୍ଥ ନୁହଁ କି ଆପଣ ଚାଲିବା ହିଁ ଛାଡ଼ିଦେବେ। ଏହା ଅର୍ଥ କି ଆପଣ ଚାଲିବା ଶିଖିଯିବେ। ହେ ବନ୍ଧୁ, ଗୋଟେ ସିଗାରେଟ୍ ଭଳି ଏ ଜୀବନ ଆମର ଜଳିବା ପାଇଁ ଲାଗିଛି, କିନ୍ତୁ ଲୋକଙ୍କୁ ଲାଗୁଛି କି ଆମ ଜୀବନ ବିତିବାରେ ଲାଗିଛି। ମୋ ଜୀବନରେ ଥିବା ସେଇ ମଣିଷଟି ଗୋଟେ ଛୋଟ ଭୁଲ ପାଇଁ ଏମିତି ଭାବରେ ମୋ ଜୀବନରୁ ଚାଲିଗଲା ଯେମିତି ବହୁତ ସମୟ ଧରି ସେ ଗୋଟେ ବାହାନାକୁ ଅପେକ୍ଷା କରି ବସିଥିଲା। ମୋ ନିଜ ଜୀବନରେ କ'ଣ ଚାଲିଛି ସେ କଥା ବି ମୁଁ ଜାଣିପାରୁନି। ଅନ୍ୟମାନଙ୍କଠୁ ଶୁଣିବାକୁ ପାଇଛି ଆଜ୍ଞା, କାଳେ କୁଆଡ଼େ ମୁଁ ଦୁଃଖରେ ରହୁଛି। କାହିଁକି କେଜାଣି ମୋତେ ଏବେ ଏମିତି ଲାଗିବାକୁ ଲାଗିଲେଣି କି ମୋ ଜୀବନରେ ମିଳିଥିବା ସମସ୍ତ ମଣିଷ ହୁଏତ ଭଗବାନ ଅଟନ୍ତି। ସେମାନଙ୍କ ଦ୍ୱାରା କେବେ ବି ଭୁଲ ହୁଏନି, ଯାହା ବି ହୁଏ ସବୁ କାଳେ କୁଆଡ଼େ ମୁଁ ହିଁ କରିଦିଏ। ହେ ବନ୍ଧୁ, ଯଦି କୌଣସି ବୃକ୍ଷର ଶାଖା ରହିଛି ତେବେ ଦିନେ ନା ଦିନେ ସେ ବୃକ୍ଷରେ ପତ୍ର ସହ ଫୁଲ ଫଳ ମଧ୍ୟ ନିଶ୍ଚୟ ଆସିବ। ଆଜି ହୁଏତ ଆପଣଙ୍କର ସମୟ ଖରାପ ଚାଲିଥାଇପାରେ, କିନ୍ତୁ ମନେ ରଖିବେ ଗୋଟେ କଥା ଆଜ୍ଞା, କି ଆପଣଙ୍କ ଜୀବନରେ ଭଲ ସମୟ ମଧ୍ୟ ନିଶ୍ଚୟ ଆସିବ। ମୁଁ କେବଳ ଏଇ ଗୋଟିଏ କଥା ଭାବି ଖୁସିରେ ରହିବାକୁ ଚାହୁଁଛି କି ଲୋକେ ତ ମୋର କଥା ହିଁ ହୁଅନ୍ତି, ହୁଏତ ସେମାନେ ମୋତେ ଭଲ କୁହନ୍ତୁ ଅବା ଖରାପ, କମ୍ ସେ କମ୍ ମୋ ବିଷୟରେ ତ ଭାବୁଛନ୍ତି। ବନ୍ଧୁ, କିଏ କହୁଛି କି ଏ ଦୁନିଆରେ ମଣିଷମାନଙ୍କ ପ୍ରକୃତି ବଦଳେ ନାହିଁ। ଆରେ ଟିକେ ଟଙ୍କା ପଇସା ହୋଇଗଲେ ନିଜ ରକ୍ତ ସମ୍ପର୍କ ଭାଇମାନଙ୍କୁ ମୁଁ ଏମିତିରେ ବଦଳିବାର ଦେଖିଛି। ଏବେ ଆପଣ କୁହନ୍ତୁ, ମୁଁ କାହାକୁ ଭରସା କରିବି? ଯଦି କୌଣସି ସମ୍ପର୍କ ଆବଶ୍ୟକତାରୁ ଆରମ୍ଭ ହୋଇଛି ସେ ସମ୍ପର୍କ କେବେ ବି ଅଧିକ ଦିନ ଧରି ତିଷ୍ଠି ପାରିବନି, କିନ୍ତୁ ଯଦି କୌଣସି ସମ୍ପର୍କ ହୃଦୟରୁ ଆରମ୍ଭ ହୋଇଛି ସେ ସମ୍ପର୍କ ବହୁତ ଦିନ ଧରି ତିଷ୍ଠି ପାରିବ। ପ୍ରକୃତ ଭଲ ପାଇବା କୌଣସି ମଣିଷକୁ କିଛି କ୍ଷଣ ପାଇଁ ମିଳୁନା କାହିଁକି ନା ସେ ଭଲ ପାଇବାର ଫିଲ୍ ମଣିଷ ସାରା ଜୀବନ ପାଇଁ କରୁଥାଏ। ଏ ଜୀବନର ଗୋଟେ ଅଜବ ସତ୍ୟ କଥା କହୁଛି ଆଜ୍ଞା ଆପଣଙ୍କୁ, ଯେଉଁ ମଣିଷ କୌଣସି କାମକୁ କାଲି କରିବ ବୋଲି କହିଲା, ମୋ କଥା ମାନନ୍ତୁ, ସେ ତା ଜୀବନରେ ପ୍ରଥମରୁ ହିଁ ହାରିଗଲା।
ମୁଁ ଏକଥା ବି ବହୁତ ଭଲ ଭାବରେ ଜାଣିଛି କି ମୋ ଭିତରେ ବି ବହୁତ କମି ରହିଛି, କିନ୍ତୁ ମୋ ଭିତରେ ବି ଗୋଟେ ଭଲ ଜିଦ୍ ରହିଛି ଆଜ୍ଞା, ଯାହାକୁ ମୁଁ ଥରେ ନିଜର ଭାବିଦିଏ, ତାକୁ କେବେ ବି ମୋ ଜୀବନରୁ ଅଲଗା କରେନି। ଯଦି ଆପଣ ଆଶା ଓ ଭରସା ରଖିବା ପାଇଁ ଚାହୁଁଛନ୍ତି, ତେବେ କେବେ ଏ ସଂସାରରୁ ନୁହଁ, ବରଂ ସଂସାରକୁ ସୃଷ୍ଟି କରିଥିବା ସେଇ ଭଗବାନଙ୍କ ପାଖରେ ରଖନ୍ତୁ। ଦେଖିବେ ସାରା ଜୀବନ କେବେ ବି ଆପଣ ଧୋକା ଖାଇବେନି। ଆପଣଙ୍କୁ ଆପଣଙ୍କ ଜୀବନରେ ଧୈର୍ଯ୍ୟର ଆବଶ୍ୟକତା ରହିଛି ଆଜ୍ଞା। କେବେ କେବେ କିଛି ଭଲ ପାଇବା ପାଇଁ ଖରାପ ପରିସ୍ଥିତି ସହ ମଣିଷକୁ ଲଢ଼ିବାକୁ ହିଁ ପଡ଼େ। ଆପଣ ଆପଣଙ୍କ ଜୀବନରେ ନିଜକୁ ସବୁବେଳେ ଶକ୍ତିଶାଳୀ କରି ରଖିବା ପାଇଁ ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କ ଭରସାରେ ଯଦି ରହିବେ, ଦିନେ ବର୍ବାଦ ହୋଇଯିବେ। ଯଦି ମୁଁ କାହା ଉପରେ ରାଗୁଛି, ଆଉ ଯଦି ମୁଁ କାହା ଉପରେ ଅଭିମାନ କରୁଛି, ଆଉ ଯଦି ମୁଁ କାହାକୁ ଭଲ ପାଇବା ଦେଉଛି, ସେସବୁ କେବଳ ମୋ ନିଜ ଲୋକଙ୍କ ପାଇଁ। ଯାହାକୁ ଥରେ ପର ଭାବିଦେଲି, ତାକୁ ବିଲକୁଲ ବି ପଚାରିବି ନାହିଁ। ଆପଣ ବିଶ୍ୱାସ ନ କରିଲେ କ'ଣ ହେଲା ଆଜ୍ଞା, ଗୋଟେ ସତ କଥାଟିଏ କହିବି। ଲୋକମାନେ କେବଳ ସେଇ ଜିନିଷକୁ ଜୀବନରେ ହରେଇବାକୁ ଡରନ୍ତି, ଯେଉଁ ଜିନିଷକୁ ସେମାନେ ପ୍ରଥମରୁ ହିଁ ହରେଇ ସାରିଛନ୍ତି। ଆପଣ ଆପଣଙ୍କ ଜୀବନରେ 10 ଥର ଫେଲ୍ ହୋଇଯାଆନ୍ତୁ, କିଛି କଥା ନାହିଁ। 100,000 ଥର ଫେଲ୍ ହୋଇଯାଆନ୍ତୁ, କିଛି କଥା ନାହିଁ। କିନ୍ତୁ ଜୀବନରେ ଗୋଟିଏ କଥା ମନେ ରଖିଥିବେ ସାଙ୍ଗ, କି ମରିବା ପୂର୍ବରୁ କମ୍ ସେ କମ୍ 1,00,000 ଲୋକ ତୁମ ନାମ ଜାଣିବା ଆବଶ୍ୟକ। ଭଲ ପାଇବା ବଡ଼ ଦୁର୍ଲଭ ଜିନିଷଟିଏ ଆଜ୍ଞା, ତାକୁ ଆପଣ ଟିକେ ସମ୍ଭାଳି ରଖନ୍ତୁ। ଆଉ ରାଗରୁଷା ବଡ଼ ଖରାପ ଜିନିଷ, ତାକୁ ଜୀବନରୁ ବାହାର କରିଦିଅନ୍ତୁ। ଯେଉଁ ପର୍ଯ୍ୟନ୍ତ ଆପଣ ଡରୁଥିବେ, ସେ ପର୍ଯ୍ୟନ୍ତ ଏ ଦୁନିଆର ଲୋକେ ଆପଣଙ୍କୁ ଡରେଇ ଚାଲିଥିବେ। ଥରେ ନିଜେ ସାହସ କରି କୌଣସି ବି ପାଦ ଆପଣ ଆଗକୁ ବଢ଼ାନ୍ତୁ, ଦେଖିବେ ଏ ଦୁନିଆର ଲୋକେ ଚୁପ୍ ହୋଇଯିବେ। ବନ୍ଧୁ, ଚିନ୍ତା କେବେ ମଣିଷକୁ ଏମିତିରେ ଆସେନି। ଚିନ୍ତା ତ ମଣିଷକୁ ସେତେବେଳେ ଆସେ ଯେତେବେଳେ ସେ ନିଜ ବିଷୟରେ କମ୍ ଆଉ ଅନ୍ୟ ଲୋକଙ୍କ ବିଷୟରେ ଅଧିକ ଚିନ୍ତା କରୁଥାଏ। ପ୍ରତିଟି ଦିନରେ କିଛିଟା ସମୟ ବାହାର କରି ନିଜ ସହ ଟିକେ କଥା ହୋଇଯାଆନ୍ତୁ ଆଜ୍ଞା, ନହେଲେ ଗୋଟେ ଭଲ ମଣିଷକୁ ଆପଣ ଆପଣଙ୍କ ଜୀବନରେ ସାକ୍ଷାତ କରିବାକୁ ଭୁଲିଯିବେ। ଏ ଦୁନିଆ ଲୋକଙ୍କ ଆଗରେ କାନ୍ଦିବାର କୌଣସି ବି ଆବଶ୍ୟକତା ନାହିଁ। ଦୁନିଆ ଲୋକଙ୍କ ଆଗରେ କାନ୍ଦିବା ଅପେକ୍ଷା ଧୈର୍ଯ୍ୟର ସହ ଆପଣ ଅପେକ୍ଷା କରନ୍ତୁ। ଆପଣଙ୍କୁ ମିଳିବାକୁ ଥିବା ଜିନିଷ ନିଶ୍ଚୟ ମିଳିବ। ଏ ଦୁନିଆରେ ଥିବା ପ୍ରତିଟି ଲୋକ କେବଳ ଏକଥା କହିବାକୁ ଲାଗିଛି କି ଦୁଃଖ ଓ କଷ୍ଟ କାହାକୁ କହିବା ଦ୍ୱାରା ସେ କମ୍ ହୋଇଥାଏ। କିନ୍ତୁ ବଡ଼ ଅଜବ କଥା ଆଜ୍ଞା, ଯେଉଁ ମଣିଷକୁ ମୁଁ ମୋ ଦୁଃଖ ଓ କଷ୍ଟ କହିଲି, ସେ ତ ତା'ର ମଜା କରିବାକୁ ଲାଗିଲା। ଗୋଟେ ଭଲ ମଣିଷର ସବୁଠାରୁ ଖରାପ ପ୍ରକୃତି କହୁଛି ମୁଁ ଆପଣଙ୍କୁ, ସେ ମଣିଷ ସମସ୍ତଙ୍କୁ ଭଲ ଭାବିଦିଏ। ଯଦି ଆପଣଙ୍କ ପାଖରେ ଟଙ୍କା ପଇସା ଅଛି, ତେବେ ଏ ଦୁନିଆର ସବୁକିଛି ଆପଣ ପାଇଯିବେ। ମଣିଷର ମଣିଷ ପଣିଆର ଆଜିକାଲିକା ଦୁନିଆରେ କିଛି ମୂଲ୍ୟ ନାହିଁ ଆଜ୍ଞା। ଗୋଟେ ଦୁଃଖର ବିଷୟ ଆଜ୍ଞା, ଥଣ୍ଡା ଖାଇବା କେବଳ ସେମାନଙ୍କ ଭାଗ୍ୟରେ ଥାଏ, ଯେଉଁମାନେ ନିଜ ପରିବାରକୁ ମୁଠାଏ ଖାଇବା ଦେବା ପାଇଁ ଅଧିକ ସମୟ ଧରି ପରିଶ୍ରମ କରନ୍ତି। ମଦ ପିଇବାର ନିଶା ଠାରୁ ଗୋଟେ ଭୟଙ୍କର ନିଶା ହେଉଛି ଅହଙ୍କାର। ଆପଣ ଜାଣି ହିଁ ପାରିବେନି କି ଜୀବନରେ ଆପଣ କ'ଣ କ'ଣ ହରେଇ ଦେଲେ। ଯେତେବେଳେ ଆପଣ ଆପଣଙ୍କ ଜୀବନରେ ସଫଳତାର ସିଡ଼ି ଚଢ଼ୁଥିବେ, ପଛରେ ଥିବା ଲୋକମାନଙ୍କୁ ଭଲ ବ୍ୟବହାର କରିଯିବେ ଆଜ୍ଞା, କାହିଁକି ନା ତଳକୁ ଖସିବା ସମୟରେ ପୁଣି ଥରେ ସେଇ ଲୋକଙ୍କ ସହ ଆପଣଙ୍କ ସାକ୍ଷାତ ହେବ। ଏ ଦୁନିଆର ନିୟମ ତ ହେଉଛି ବଦଳିଯିବା ଆଜ୍ଞା, ବାସ୍ କାହାକୁ ଟିକେ ଅଧିକ ସମୟ ଲାଗିଯାଏ, ଆଉ କିଏ ବହୁତ ଶୀଘ୍ର ବଦଳି ଯାଇଥାଏ।
मनुष्य जीवनर सबुठारु सुंदर वृक्ष सेई विश्वास होइथाए जहा जमी उपरे नुह आज्ञा बर मनीषर हृदय रे जन्म नेइथाए। कौनसी मनीष निजर माइनस पॉइंट जानी दबा ही से मनीष पाई सबुठु बड़ प्लस पॉइंट होइथाए आज्ञा। ए बंधु छाड़ी दियंतु आपण भाग्य ओ हातर रेखा उपरे विश्वास करिबा। जेबे जीवन ठारू अधिक भल पाउथिबा लोके बदली गले तो ए भाग्य केमितिका जिनिस।